ବିଜେଡିର କର୍ମୀ ବୈଠକ ଓ ମିଶ୍ରଣ ପର୍ବ। ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ ପୁଟୁରା ପଞ୍ଚାୟତ ବାସୁଳି ଦିଗା ଗ୍ରାମରେ ବିଜେଡିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ବାସୁଳି ଦିଗା ଗ୍ରାମର ସମସ୍ତ ପରିବାର ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଜେଡି ଦଳରେ ସାମିଲ ହୋଇଛନ୍ତି। ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳରେ ସାମିଲ ହୋଇଥିବା ନୂତନ ସଦସ୍ୟମାନଙ୍କୁ ଶଙ୍ଖ ଚିହ୍ନ ଥିବା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ସ୍ୱାଧୀନତା 77 ବର୍ଷ ବିତିବାକୁ ବସିଲାଣି, ବର୍ତ୍ତମାନ ସୁଦ୍ଧା ଏହି ଗାଁକୁ ରାସ୍ତାଟିଏ ନାହିଁ କି ଗ୍ରାମରେ ବସବାସ କରୁଥିବା କୌଣସି ଗୋଟିଏ ପରିବାରକୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହିଁ। ତେବେ ବିଜେଡି ଦଳରେ ସାମିଲ ହେବା ପରେ ଗ୍ରାମକୁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍ତି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର। ମସିହା ନ୍ୟୁଜ୍ ସର୍ଭିସ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ଓ ଟ୍ୱିଟର ପେଜ୍କୁ ଲାଇକ୍ ଓ ଫଲୋ କରନ୍ତୁ। ତା ସହିତ ମସିହା ନ୍ୟୁଜ୍ ଏପ୍ ଆସିଗଲାଣି, ନିଜ ମୋବାଇଲର ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ତାକୁ ଗୁରୁତ୍ୱ ଦେଇକି ବୁଝିବେ। ମୁଁ କାମରେ ବିଶ୍ୱାସ କରେ, କଥାରେ ବିଶ୍ୱାସ କରେନି। ଯାହା କହିବା ତାକୁ 100% ଚେଷ୍ଟା କରିବା କାର୍ଯ୍ୟ କରିବା ପାଇଁ। ଦୁନକୁଟ ପଞ୍ଚାୟତର ପ୍ରଥମ କାମ ମୋର ହବ ନିର୍ବାଚନ ପରେ। ଆପଣଙ୍କ ଗାଁକୁ ରାସ୍ତା, ଗାଁର ଚାରିପଟେ ରାସ୍ତା, ସେଇ କାମଟା ପ୍ରଥମ କାମ ମୋର ହବ। ପ୍ରଥମ ଟଙ୍କା ଯୋଜନା କରିକି ଟଙ୍କା ଦେବା ବ୍ୟବସ୍ଥାଟା ପ୍ରଥମ କାର୍ଯ୍ୟ। ବିଧାନସଭାରେ ବିଧାୟକ ହିସାବରେ ଶପଥ ପରେ ନୂଆ ବଜେଟ୍ ହବ। ନୂଆ ବଜେଟ୍ ଯେତେବେଳେ ଜୁଲାଇ ମାସରେ ଚାଲିବ, ସେ ବଜେଟ୍ରେ ଯେଉଁ ଅର୍ଥ ପ୍ରଥମ ଟଙ୍କା ଆସିବ, ସେ ଟଙ୍କା ଆସିଲେ ପ୍ରଥମ କାମ ଦୁନକୁଟ ଆପଣଙ୍କର ପୁଟୁରା ପଞ୍ଚାୟତର ପ୍ରଥମ କାମ ହବ ଆପଣଙ୍କର ରାସ୍ତା। ଏବଂ ଆଜି ସାମିଲ ହେଇକରି ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି ହେଲା ଆପଣଙ୍କ ଏଇ ଗ୍ରାମରେ। ସେଥିପାଇଁ ସମସ୍ତଙ୍କୁ ଜମା ଆଜି ମିଶିଲେ ଆମ ସାଥିରେ ମା ମାନେ, ଭାଇମାନେ, ଯୁବକ ବନ୍ଧୁମାନେ ସମସ୍ତଙ୍କୁ ମୁଁ ହାର୍ଦ୍ଦିକ କୃତଜ୍ଞତା ବିଜୁ ଜନତା ଦଳ ପକ୍ଷରୁ ଜଣାଉଛି। ଆପଣମାନେ ଭୋଟ ନଦେଇ ସାରିଲା ପରେ ମତେ ଭାଇ ହିସାବରେ ଗ୍ରହଣ କଲା ପରେ, ଗାଁରେ ମିଟିଂ କଲା ପରେ ମୁଁ ପ୍ରଥମେ ପଇସା ଏ ଗାଁକୁ ଦେଇଥିଲି। ଯାହା ବି ହଉ ସେ କଥା ଆମେ ଧରିବା ନାହିଁ। ଯିଏ ଯାହାକୁ ଭଲ ପାଏ ଅନ୍ତର ଟିକେ ଦୁଃଖ ଥାଏ। ଆଉ ଦୁଃଖ ଯଦି ମୁଁ ଆପଣଙ୍କ ପାଖରେ କହିବି, ମୁଁ କାହା ପାଖରେ କହିବି? ସାର୍ ବି ଅଛନ୍ତି, ସାର୍ ବି ଶୁଣିବେ। ସାର୍ଙ୍କ ଆଗରେ ମୁଁ କହିବା ପାଇଁ ଚାହେଁ, ସାର୍ ଏଇଟା ବହୁତ ଯେଟା କହୁଥିଲେ ଯେ ସ୍ୱାଧୀନତାର 77 ବର୍ଷ ବିତି ଯାଇଥିଲେ